ପିଲେ ମାନେ ଆଜି ଆମେ ଏହି ଭିଡ଼ିଓରେ ଆଲୋଚନା କରିବା ଆୱାର୍ଡ଼ 2026 ମସିହାରେ ମିଳିଛି, ଯେଉଁଟାକି ଆମର ଜାଣିଥିବେ ରିପବ୍ଲିକ୍ ଡେରେ ମିଳୁଛି। ତ ସେହି ବିଷୟରେ ଆଲୋଚନା କରିବା। ଓଡ଼ିଶାର କେତେ ଜଣଙ୍କୁ ପଦ୍ମଶ୍ରୀ ଆୱାର୍ଡ଼ ମିଳିଛି ପୁରା ଡିଟେଲ୍ସ ଆଲୋଚନା କରିବା, ଯେଉଁଟାକି ଆମର ଓଡ଼ିଶା ଗଭର୍ଣ୍ଣମେଣ୍ଟ ପାଇଁ ପୁରା ନିହାତି ଆବଶ୍ୟକ। ପଦ୍ମ ଆୱାର୍ଡ଼ କରେଣ୍ଟ ଆଫେୟାର୍ସ ପୁରା ପଚାରିବ, ନିହାତି ପୁରା ପଚାରିବ କେଉଁ ଫିଲ୍ଡରୁ ବିଲଙ୍ଗସ୍ କରୁଛନ୍ତି, କିଏ କିଏ ପାଇଲେ, କେଉଁ ଡିଷ୍ଟ୍ରିକ୍ଟରୁ ବିଲଙ୍ଗସ୍ କରୁଛନ୍ତି, ଏଇଭଳିଆ ପଚାରୁଛି। ତ ଏଇଟା ପୁରା ଗୁରୁତ୍ୱପୂର୍ଣ୍ଣ ହେବ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ। ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ପୁରା ଫୁଲ୍ ଡିଟେଲ୍ସ ପାଇବେ, ଷ୍ଟାର୍ଟିଂ ପ୍ଲସ୍ କରେଣ୍ଟର ଡିଟେଲ୍ସ ଆପଣ ପାଇବେ। ପ୍ରଥମେ ଦେଖିବା ଆମର ଏଇଟା ଯେଉଁ ଦିଆହେଉଛି ଓଡ଼ିଶାରେ ସିଭିଲିଆନ୍ ଆୱାର୍ଡ଼ ଦିଆହେଉଛି, ଏଇଟା ହେଉଛି ଆମର ସେକେଣ୍ଡ ସିଭିଲିଆନ୍ ଆୱାର୍ଡ଼, ଯେଉଁଟାକି ଆମର ପ୍ରଥମ ହାଇଏଷ୍ଟ ସିଭିଲିଆନ୍ ଆୱାର୍ଡ଼ ହେଉଛି ଭାରତ ରତ୍ନ, ସେକେଣ୍ଡ ସିଭିଲିଆନ୍ ଆୱାର୍ଡ଼ ହେଉଛି ପଦ୍ମ ଆୱାର୍ଡ଼। ପଦ୍ମ ଆୱାର୍ଡ଼ ବି ତିନିଟା କାଟାଗୋରୀ ଅଛି। ସବୁଠୁ ହାଇଏଷ୍ଟ ରହିବ ଆମର ପଦ୍ମ ବିଭୂଷଣ, ସେକେଣ୍ଡ ହାଇଏଷ୍ଟ ରହିବ ଆପଣଙ୍କର ପଦ୍ମଭୂଷଣ, ତାପରେ ତା ତଳକୁ ଟିକେ ରହିବ ପଦ୍ମଶ୍ରୀ। ଏଇଭଳି ଭାବରେ କାଟାଗୋରୀ ହେଇଛି। ଏଇ ଆୱାର୍ଡ଼ଟା କାହିଁକି ଦିଆଯାଏ, କ'ଣ କାମ କଲେ କାହାକୁ କାହାକୁ ମିଳେ, এই ବିଷୟରେ ପୁରା ଆଲୋଚନା କରିବା। ଓଡ଼ିଶାରେ କାହାକୁ କାହାକୁ ମିଳିଛି ସେ ବି ଦେଖିବା। ପଦ୍ମ ଆୱାର୍ଡ଼ଟା ଆମର 1954 ମସିହାରୁ ଆରମ୍ଭ ହୋଇଗଲାଣି। 1954 ମସିହାଠୁ ପ୍ରତ୍ୟେକ ବର୍ଷ ଦିଆହେଉଛି। ଏଇଟା ପ୍ରତ୍ୟେକ ବର୍ଷ ଦିଆଯାଏ। କେବେ ଦିଆଯାଏ ନା ଆନାଉନ୍ସ କେବେ କରାଯାଏ? ଆନାଉନ୍ସ ବିଫୋର୍ 1 ଡେ ଅଫ୍ ରିପବ୍ଲିକ୍ ଡେ ଏଭ୍ରି ଇୟର୍। ରିପବ୍ଲିକ୍ ଡେର ଗୋଟେ ଦିନ ପୂର୍ବ ସନ୍ଧ୍ୟାରୁ ଆନାଉନ୍ସ ହୁଏ କେଉଁମାନେ ପଦ୍ମ ଆୱାର୍ଡ଼ ପାଇବେ। ଆଉ କେବେ ଦିଆଯାଏ? ପ୍ରାୟତଃ ଫେବୃଆରୀରୁ ମାର୍ଚ୍ଚ ଭିତରେ এই ଆୱାର୍ଡ଼ଟି ରାଷ୍ଟ୍ରପତି ଭବନରେ ଡିଷ୍ଟ୍ରିବ୍ୟୁଟ୍ କରାଯାଏ ରାଷ୍ଟ୍ରପତିଙ୍କ ଦ୍ୱାରା। ପ୍ରଥମ ପ୍ରଶ୍ନ, ଇଣ୍ଡିଆର ସେକେଣ୍ଡ ହାଇଏଷ୍ଟ ସିଭିଲିଆନ୍ ଆୱାର୍ଡ଼ କ'ଣ? ପଦ୍ମ ଆୱାର୍ଡ଼। ପଦ୍ମ ଆୱାର୍ଡ଼ ଭିତରେ ର୍ୟାଙ୍କ ଆପଣ ଜାଣିଲେ, ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ ଜାଣିଗଲେ, ତଳକୁ ର୍ୟାଙ୍କ। କେବେଠାରୁ ଦିଆହେଉଛି? 1954 ମସିହାରୁ ଦିଆହେଉଛି। କେବେ ଆନାଉନ୍ସ କରାଯାଏ? ଆମର ରିପବ୍ଲିକ୍ ଡେ ପୂର୍ବ ଦିନ ସନ୍ଧ୍ୟାରେ ଆନାଉନ୍ସ କରାଯାଏ। ବୁଝିପାରିଲେ? ଏତିକି ଆପଣ ଜାଣିଗଲେ। କିଏ ଦିଅନ୍ତି? ଆମର ରାଷ୍ଟ୍ରପତି ଦିଅନ୍ତି। କେଉଁ ଡିପାର୍ଟମେଣ୍ଟ ନୋଟିସ୍ଟା ଦିଏ, ପ୍ରେସ୍ କରେ? ହୋମ୍ ଆଫେୟାର୍ ଡିପାର୍ଟମେଣ୍ଟ। ଏତିକି ମନେ ରଖନ୍ତୁ। ଗୋଟେ ଯେତିକି ମୁଁ କହୁଛି ଗୋଟେ କୋଶ୍ଚିନ୍ ଆପଣ ଏଟାକୁ ପୁରା ନୋଟ୍ କରନ୍ତୁ, ବୁଝିଲେ? ଆଚ୍ଛା, କେଉଁ ମସିହାରେ ଆମର ପଦ୍ମ ଆୱାର୍ଡ଼ଟା ଦିଆଯାଇନି? ଦେଖନ୍ତୁ, 1978 ମସିହା, 1979 ମସିହା, 1993 ମସିହା, 1977 ମସିହା, ଏଇ 4ଟି ମସିହାରେ ପଦ୍ମ ଆୱାର୍ଡ଼ କାହାକୁ ଦିଆଯାଇ ନାହିଁ, ଆନାଉନ୍ସ ହେଇନି। ମନେ ରହିଲା? ଠିକ୍ ଅଛି। ଯେତିକି କହିଛି ପୁରା ଇମ୍ପୋର୍ଟାଣ୍ଟ ଗୋଟେ ପଏଣ୍ଟ ଆଣିଛି, ବେଶୀ ଲେନ୍ଦି କରିନି। ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ପୁରା ଡିଟେଲ୍ସ ପାଇଯିବେ। ଭଲ ଲାଗିଲେ ଗୋଟେ ଲାଇକ୍ଟେ କରିବେ, ସେୟାରଟେ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ଟେ କରିବେ। ଆଚ୍ଛା, ତାପରେ ଦେଖିବା କେତେ ଜଣଙ୍କୁ କେଉଁ ଆୱାର୍ଡ଼ ମିଳିଛି 2026 ମସିହାରେ। ପଦ୍ମ ଆୱାର୍ଡ଼, ପଦ୍ମ ବିଭୂଷଣ କେତେଟା ମିଳିଛି, ପଦ୍ମଶ୍ରୀ କେତେଟା ମିଳିଛି ଦେଖନ୍ତୁ। 2026 ମସିହାରେ ଆମର ଟୋଟାଲ୍ ତ ଆମର ପଦ୍ମ ଆୱାର୍ଡ଼ 131ଟି ମିଳିଛି। କ'ଣ? 131ଟି, ଯେଉଁଟାକି ହେଉଛି ଆମର ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ ମିଶେଇକି ହେଉଛି 131ଟି ଟୋଟାଲ୍। ତିନିଟା ଯାକ 131ଟି ମିଳିଛି। ଯେଉଁଟା ହେଉଛି ପଦ୍ମବିଭୂଷଣ ଆମର 5 ଜଣଙ୍କୁ ମିଳିଛି, ପଦ୍ମଭୂଷଣ ଆମର 13 ଜଣଙ୍କୁ ମିଳିଛି, ସେମିତି ପଦ୍ମଶ୍ରୀ ଆମର 113 ଜଣଙ୍କୁ ମିଳିଛି। ସେଇ ଭିତରେ ଏଇ 131 ଜଣଙ୍କ ଭିତରୁ 19 ଜଣ ହେଉଛନ୍ତି ଯିଏକି ଝିଅ ପିଲା, ଓମେନ୍, ସେ ପଦ୍ମ ଆୱାର୍ଡ଼ ପାଇଛନ୍ତି। ପଚାରିବ 2026 ମସିହାରେ କେତେ ଜଣ ଓମେନ୍ ପାଇଛନ୍ତି ପଦ୍ମ ଆୱାର୍ଡ଼? ଜାଣିଥାନ୍ତୁ, 19 ଜଣ। NRI, PY, OIC, NRI ମାନଙ୍କୁ କେତେଟା ମିଳିଛି? 6 ଜଣଙ୍କୁ ପଦ୍ମ ଆୱାର୍ଡ଼ ମିଳିଛି। ଯେମିତି ପୋଷ୍ଟମର୍ଟମ ମାନେ ଯିଏ ମରିଯାଇଛି, ସେମିତିଆ କେତେଟା ଲୋକକୁ ମିଳିଛି ଆମର ପଦ୍ମ ଆୱାର୍ଡ଼ 2026ରେ? 19 ଜଣଙ୍କୁ ମିଳିଛି। ଏତିକି ମନେ ରହିଲେ ଗୋଟେ କି ପଏଣ୍ଟ ପୁରା ମୁଁ ଆଣିକି ପୁରା ସେ ଲେନ୍ଦି ଚାପ୍ଟର ଆପଣ ଆଣିକି ଦେଇଛି, ଆପଣ ଏତିକି ମନେ ରଖନ୍ତୁ। ଆଉ କିଛି ଜାଣିବା ଦରକାର ନାହିଁ, ଆପଣ ଏତିକି ଖାଲି ମନେ ରଖନ୍ତୁ, ବୁଝିଲେ? ତାପରେ ନେକ୍ସଟ ଦେଖିବା ଆମ ଓଡ଼ିଶାର କାହାକୁ ଆୱାର୍ଡ଼ ମିଳିଛି, ପଦ୍ମଶ୍ରୀ କାହାକୁ ଆୱାର୍ଡ଼ ମିଳିଛି ଦେଖନ୍ତୁ। ଓଡ଼ିଶାର ଆମର ଏଇ 4 ଜଣ ଲୋକକୁ ପଦ୍ମଶ୍ରୀ ଆୱାର୍ଡ଼ ମିଳିଛି, ଯିଏକି ହେଉଛନ୍ତି କିଏ? ପ୍ରଥମ ହେଉଛନ୍ତି ସୀମାଞ୍ଚଳ ପାତ୍ର, ଯିଏକି ଆର୍ଟ ଫିଲ୍ଡରୁ ତାଙ୍କୁ ମିଳିଛି, ଗଞ୍ଜାମ ଡିଷ୍ଟ୍ରିକ୍ଟରୁ ସେ ବିଲଙ୍ଗସ୍ କରୁଛନ୍ତି। ସେକେଣ୍ଡ ହେଉଛନ୍ତି ଶରତ କୁମାର ପାତ୍ର, ଆର୍ଟ ଫିଲ୍ଡରୁ ତାଙ୍କୁ ମିଳିଛି, ଯିଏକି କଟକ ଡିଷ୍ଟ୍ରିକ୍ଟରୁ ବିଲଙ୍ଗସ୍ କରୁଛନ୍ତି। ଆମର OSS CGLରେ ପ୍ରାୟତଃ ପଚାରେ ଏଇ ଲୋକଟା କେଉଁ ଫିଲ୍ଡରୁ ପଦ୍ମଶ୍ରୀ ପାଇଲା, ଏଇ ଲୋକଟା ଏଇ ଆୱାର୍ଡ଼ ପାଇଛି, ପଦ୍ମଶ୍ରୀ ପାଇଛି, କେଉଁ ଡିଷ୍ଟ୍ରିକ୍ଟରୁ ସେ ବିଲଙ୍ଗସ୍ କରୁଥିଲେ।
एमती पचार बुझिपार ना पचार यही डिस्ट्रिक्ट रु यही फिल्ड रु किए पाई एमती आसूँ क्वेश्चन जी सीजीएल करेन्ट अफेयर्स देखिए तो से आपणकर ना फिल्ड डिस्ट्रिक्ट देती थर्ड अच्छी चरण हेम्ब्रम लिटरेचर एजुकेशन फील्ड रु बिलोंग दिखाई आवार्ड दिखाई जोटा कि सी मयूरभंज सांताली लांगुएज से पाई सांताली लांगुएज लिटरेचर सी भल काम तापर महेंद्र कुमार स्वाई लिटरेचर एंड एग्रीकल्चर एजुकेशन सॉरी लिटरेचर एंड एजुकेशन फील्ड रु नुआपड़ा डिस्ट्रिक्ट से पाई सीनापल्ली नुआपड़ा देखिए ये हूँ आमर सीमांचल पात्र जे कि आमर गंजाम डिस्ट्रिक्ट रु बिलोंग्स कर बोमकाई गंजाम प्रहलाद नाटक से कर फेमस से पद्मश्री अवार्ड मिली भेटनार फोल्क थिएटर एक्टर विथ an 80-year कैरियर सेफगार्ड प्रहलाद नाटक साधन ओडिशा है ये दिखाई पद्मश्री दिखाई देखा चरण हेम्ब्रम जे कि लिटरेचर एजुकेशन फील्ड रे पाई से आमर मयूरभंज बिलोंग्स कर जे कि सांताली लैंग्वेज उपरे से रिफॉर्म कराई 1500टी अल्ट्रोस्ट आस्था सेंटर से कर पद्मश्री मिली तापर देखा महेंद्र कुमार स्वाई लिटरेचर एजुकेशन फील्ड रु से पाई पद्मश्री पाई से 25टा बही लिखिं आ 100 रु रिसर्च पब्लिकेशन से कर बिलोंग्स कर नुआपड़ारू लिटरेचर एंड एजुकेशन फील्ड से पद्मश्री पाई लास्ट 4 नंबर जी गला शरद कुमार पात्र सी हूँ आमर बंध कला शिल्पी जे कि हरिहरपुर कटक रु बिलोंग्स कर आर्ट रु पाई बंध कला शिल्पी मैंने कौन पे जे कि देखिए से लिखिले गीत गोविंद लिखिले से पाट उपरे से ये से जगन्नाथंकर गीत गोविंद उतारी से शाढ़ी उपरे से लेखा से फोटोटा मुझे आपड़ देखिदे से पद्मश्री मिली ये थे आम ओडिशार एति लोक पद्मश्री मिली देखु यहाँ हूँ आमर मिनिस्ट्री ऑफ होम अफेयर्स प्रेस नोट होम अफेयर तरफ नोटिस टी आसी 25 जनवरी 2026 डेट देखुए ये डेट रे नोटिस आसी पद्मा अवार्ड वन ऑफ हाईएस्ट सिविलियन अवार्ड ऑफ द कंट्री आर कन्फर्म्ड इन 3 कैटेगरी नेमली कौन पद्म विभूषण पद्मभूषण पद्मश्री आपको कहीदेली द अवार्ड आर गिवेन इन वेरियस डिसिप्लिन कौ डिसिप्लिन कौ क्षेत्र दिया सोशल वर्क आर्ट हो सोशल वर्क हो पब्लिक अफेयर्स हो साइंस एंड इंजीनियरिंग हो ट्रेड एंड एजुकेशन हो मेडिसिन लिटरेचर एंड एजुकेशन स्पोर्ट्स सिविल सर्विस यही सब क्षेत्र में जदि किसी भल ना कमे ताहले पद्म विभूषण पद्मभूषण कि पद्मश्री अवार्ड दि जाऊँगी यही अवार्डटा किए दौर राष्ट्रपति दौरान देखु तापर द अवार्ड आर कन्फर्म बाय द प्रेसिडेंट ऑफ इंडिया टू सेरेमोनियल फंक्शन विथ द हेड ऑफ राष्ट्रपति भवन यूजुअली अराउंड मार्च टू एप्रिल माने ये अवार्डटा राष्ट्रपति भवन रे मार्च रु एप्रिल मसरे मिलिबो अवार्ड भी दिया जाएनी मार्च रु एप्रिल मसरे मिलिबो किंतु अनाउंस हो जाए किए पाइबे देखो 131 टोटाल अवार्ड दि जाए जोटा कि आमर 5टी पद्म विभूषण 13टी पद्मभूषण 113टी पद्मश्री आउ 19 जन आमर ओमेन पाई 6 जन एनआरए पाई आउ 16 जन मरिया पर पाई मरण प्रांत पाई आमर पद्म विभूषणटा पूरा मोस्ट इम्पोर्टाट जेहेतु 5 जन अच्छी पचार दो 5 जन मन रखा पड़ो देखो प्रथम तो आमर बॉलीवुड स्टार जी कि आमर मृत्युवरण कर धर्मेंद्र सिंह देओल जी कि सुनी देओल आम बॉबी देओल बाबा से मरी जाइए से फिल्मी कला लाइन आर्ट क्षेत्र में महाराष्ट्र स्टेट रु से बिलोंग्स कर से पाई पद्म विभूषण जमी केटी थॉमस से पब्लिक अफेयर केरल तरफ पाई तापर एन राजम आर्ट तरफ पाई उत्तर प्रदेश बिलोंग्स कर पी नारायणन लिटरेचर एंड एजुकेशन स्टेट तापर सी VS अच्युतानंदन
ଯିଏକି ମରିଯାଇଛନ୍ତି, ସେ ପବ୍ଲିକ୍ ଆଫେୟାର ଫିଲ୍ଡରୁ ପାଇଛନ୍ତି, କେରଳ ଷ୍ଟେଟ୍ରୁ ବିଲଙ୍ଗସ୍ କରୁଛନ୍ତି। ଦେଖନ୍ତୁ ପଦ୍ମଭୂଷଣ 13 ଜଣଙ୍କୁ ମିଳିଛି, ଯେଉଁଟାକି ଆଲକା ସିଂ, ଭଗତ ସିଂ କୋଶିଆରୀ, ତାପରେ ଏରା ସବୁ ମନେ ରଖିବା ସେତେ କିଛି ଦରକାର ନାହିଁ। ଆପଣ ପଦ୍ମବିଭୂଷଣ ମନେ ରଖନ୍ତୁ, ଓଡ଼ିଶାର କେତେ ଜଣଙ୍କୁ ମିଳିଛି, କେଉଁ ଫିଲ୍ଡରୁ ମିଳିଛି ସେତିକି ମନେ ରଖନ୍ତୁ। ଇନଫର୍ମେସନ୍ଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବେ, ନୂଆ କି ଚ୍ୟାନେଲ୍ ଭିଜିଟ୍ କରୁଥିଲେ ନିଶ୍ଚୟ ସବସ୍କ୍ରାଇବ୍ଟେ କରିବେ, ଆଉ ସାଙ୍ଗମାନଙ୍କୁ ସେୟାର କରିବେ। ଇମ୍ପୋର୍ଟାଣ୍ଟ ଜିନିଷ ଜାଣିବା ଦରକାର, ଯେଉଁଟାକି କମ୍ପିଟେଟିଭ୍ ଯେଉଁମାନେ ପ୍ରିପାରେସନ୍ ହେଉଛନ୍ତି ତାଙ୍କୁ ନିହାତି ଦରକାର। ଧନ୍ୟବାଦ।